ଦଳେଇ ଘାଇ ପଣ୍ଡିତଜୀ ଓ ସେମାନେ। ରଚନା ସୁରେନ୍ଦ୍ର ମହାନ୍ତି। ବୁଢ଼ାବୁଢ଼ୀଏ କହିଲେ ମାଳିକା ବଚନ ଫଳିଲା, ଦଳେଇ ଘାଇ ଭାଙ୍ଗିଲା। ମାଳିକା ଉପରେ ମୋର କୌଣସି ଦିନ ବିଶ୍ୱାସ ନଥିଲା କି ନାହିଁ। ତେବେ ମୁଁ ବହୁଦିନରୁ ଶୁଣି ଆସିଛି, ଦଳେଇ ଘାଇ ଭାଙ୍ଗିବ ବଉଳା କୁମ୍ଭୀର ମୁଣ୍ଡରେ ସିନ୍ଦୁର ନାଇ ଝଙ୍କଡ଼ ସାରଳା ଠାକୁରାଣୀଙ୍କ ଦର୍ଶନକୁ ଯିବ। ବଉଳା କୁମ୍ଭୀର ଦର୍ଶନକୁ ଗଲା କି ନାହିଁ ଜଣା ନାହିଁ। ତେବେ ଦଳେଇ ଘାଇର ବନ୍ୟାପ୍ଳାବନ ସେଦିନ କିପରି ଭୟଙ୍କର ହୋଇଥିଲା ତାହା ପାଠକମାନେ ଅନୁମାନ କରିପାରୁଥିବେ। କନ୍ଦରପୁର ପରଠାରୁ ଆଉ ରାସ୍ତା ନଥିଲା। ତେଣିକି ରାହାମା ଅନନ୍ତପୁର ପର୍ଯ୍ୟନ୍ତ ରାସ୍ତାରେ ବନ୍ୟାର ସୁଅ। ପାଣି କେଉଁଠି ଛାତିଏ ତ କେଉଁଠି ପୁରୁଷେ। ଏହି ଶତାବ୍ଦୀରେ ଦଳେଇ ଘାଇ ବନ୍ୟାଠାରୁ ବଳି ଆଉ ଭୟଙ୍କର ବନ୍ୟାପ୍ଳାବନ ଘଟିନାହିଁ। 1955 ମସିହା ସେପ୍ଟେମ୍ବର ମାସ ଦିନେ ଭୋର ଭୋର ସକାଳୁ ପ୍ରଥମେ ବରଡ଼ା ଘାଇ ଭାଙ୍ଗିଲା। ତାର ପ୍ରାୟ ଘଣ୍ଟାକ ପରେ ସେଠାରୁ 1.5 କିଲୋମିଟର ଦୂରବର୍ତ୍ତୀ ଦଳେଇ ଘାଇ ଭାଙ୍ଗିଲା। ସମୁଦ୍ର ନିର୍ଘୋଷରେ କାଠଯୋଡ଼ି ନଦୀର ଭାଗ ବନ୍ୟା ଜଳ ଆଉ ଗୋଟିଏ ନଦୀ ସୃଷ୍ଟି କରି ସମଗ୍ର ଜଗତସିଂହପୁର ସବ୍ଡିଭିଜନକୁ ପ୍ରଳୟ ପୟୋଧିରେ ପରିଣତ କରିଦେଲା। ଏହି ବିସ୍ତୀର୍ଣ୍ଣ ଅଞ୍ଚଳରେ ଗୋଟିଏ ଗାଁ ସୁଦ୍ଧା ଅକ୍ଷତ ରହିଲା ନାହିଁ। ଧନୀ ନିର୍ଦ୍ଧନ ଏକାକାର। ମାଟି ଘର ସବୁ ମାଟିରେ ମିଶିଗଲା। କେହି କିଛି ପ୍ରାୟ ଉଦ୍ଧାର କରିପାରିଲେ ନାହିଁ। ସ୍ଥାନେ ସ୍ଥାନେ ପକ୍କା ଘର ସୁଦ୍ଧା ମୂଳରୁ ତାଡ଼ି ହୋଇଗଲା। କିନ୍ତୁ ଆଶ୍ଚର୍ଯ୍ୟ, ବରଡ଼ା ଘାଇ ମୁହଁରେ ଗୋଟିଏ ଏକତାଲା କୋଠାଘର କିପରି ବର୍ତ୍ତି ରହିଗଲା, ଆଉ ତା ପାଖରେ ଗୋଟିଏ ଛୋଟିଆ ମନ୍ଦିର ବି। ଦଳେଇ ଘାଇର ରକ୍ଷଣାବେକ୍ଷଣରେ ସରକାରଙ୍କ ଅବହେଳା ହେତୁ ଘାଇ ଭାଙ୍ଗିଲା ବୋଲି କାହାରି ସନ୍ଦେହ ନଥିଲା। ସେତେବେଳେ ଗୋଟିଏ ଦୁର୍ବଳ କୈଫିୟତ ଶୁଣାଯାଉଥିଲା। ବନ୍ଧରେ ମୂଷା ଓ କଙ୍କଡ଼ାମାନେ ମାଟି ତାଡ଼ି କୋରଡ଼ କରି ପକାଇଲେ, ଯାହା ଭିତରେ ଘଳିଆ ପଡ଼ିବାରୁ ତାକୁ ରୋକାଯାଇ ପାରିଲା ନାହିଁ। କିନ୍ତୁ ଇଞ୍ଜିନିୟରମାନଙ୍କର ଏଥିରେ କମ୍ ଅବହେଳା ନଥିଲା। ଏହି ଦଳେଇ ଘାଇ ସମ୍ପର୍କରେ ବ୍ରିଟିଶ ଅମଳର ଜଣେ ସାହେବ ସୁପରିଟେଣ୍ଡିଂ ଇଞ୍ଜିନିୟର ସାହେବ ଏକ ପ୍ରବାଦ ପୁରୁଷରେ ପରିଣତ ହୋଇଥିଲେ। ସେ ଥିଲେ ଜଣେ ଡାଇଭର ବା ବୁଡ଼ାଳି। ପ୍ରତିବର୍ଷ କାଠଯୋଡ଼ି ବନ୍ୟାରେ ଦଳେଇ ଘାଇ ବିପନ୍ନ ହେବାର ଆଶଙ୍କା ଜନ୍ମିଲେ ସେ ନିଜେ ଦଳେଇ ଘାଇ ଉପରୁ ଭରା ନଦୀ ଭିତରକୁ ଲମ୍ଫ ଦେଇ ଯେଉଁଠି ଘଳିଆ ପଡ଼ିଥାଏ ସେଠାରେ ପାଣିରେ ବୁଡ଼ି ନିଜ ହାତରେ ବନ୍ଦ କରି ଦେଉଥିଲେ। ଲମ୍ଫ ଦେଲାବେଳେ ତାଙ୍କ ଅଣ୍ଟାରେ ଗୋଟିଏ ଦଉଡ଼ି ବନ୍ଧା ହୋଇଥାଏ। ସେ ଦଉଡ଼ି ତାଙ୍କ ସ୍ତ୍ରୀଙ୍କ ଛଡ଼ା ଆଉ କାହାରିକୁ ଧରିବା ପାଇଁ ସେ କୁଆଡ଼େ ଦେଉନଥିଲେ। କାରଣ ପାଣି ଭିତରୁ ଉଠାଇବାର ସଂକେତ ସେ ଦଉଡ଼ି ଦ୍ୱାରା କେବଳ ତାଙ୍କର ସ୍ତ୍ରୀ ହିଁ ଠଉରାଇ ପାରୁଥିଲେ। ଦଳେଇ ଘାଇ ବନ୍ୟା ବେଳେ ସେ ଅଞ୍ଚଳରେ ବୁଢ଼ାବୁଢ଼ୀଏ ଶ୍ରଦ୍ଧାର ସହିତ ଏହାଙ୍କୁ ସ୍ମରଣ କରୁଥିବାର ମୁଁ ଶୁଣିଛି। କିନ୍ତୁ ସ୍ୱାଧୀନତା ପରେ ଆମ ଇଞ୍ଜିନିୟରଙ୍କ ଠାରେ ସେ କର୍ତ୍ତବ୍ୟବୋଧ କ୍ୱଚିତ୍ ରହିଥିବ ପରା। ପ୍ରତ୍ୟେକ ଘାଇ ଭାଙ୍ଗିବା ମୂଳରେ ବରାବର ରହିଆସିଛି ଇଞ୍ଜିନିୟରମାନଙ୍କର ହାତ ଚିକ୍କଣ, ବନ୍ଧବାଡ଼ ମରାମତିରେ ଅବହେଳା ଇତ୍ୟାଦି ଇତ୍ୟାଦି। ମନ୍ତ୍ରୀମାନଙ୍କର ସେଥିରେ ଯେ ଭାଗ ନଥିଲା ତାହା ମୁଁ ହଲଫ କରି କହିପାରିବି ନାହିଁ। ଏହି ସମୟରେ ବନ୍ୟା ଛାଡ଼ିବାର 15 ଦିନ ପରେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଦିଲ୍ଲୀରୁ ଦଳେଇ ଘାଇ ବନ୍ୟା ପରିଦର୍ଶନ ପାଇଁ କଟକ ଆସିଥାନ୍ତି। ମୁଁ ସେତେବେଳକୁ ରାଜ୍ୟସଭାର ସଭ୍ୟ। ପଣ୍ଡିତଜୀ ଆସୁଥିବା ଖବର ପାଇ କଟକରେ ତାଙ୍କ ସହିତ ସାକ୍ଷାତ ପାଇଁ ଅନୁରୋଧ ଜଣାଇ ମୁଁ ଟେଲିଗ୍ରାମ ପଠାଇଲି। ସେତେବେଳକୁ ଭୁବନେଶ୍ୱରରେ ରାଜଭବନ ତିଆରି ହୋଇନଥାଏ। ରାଜଭବନ ସେତେବେଳେ ଏବେ ଯେଉଁଠାରେ କଟକରେ ଅଛି ଶିଶୁ ଭବନ ହାସ୍ପାତାଳ। ବସ୍ତୁତଃ ମୋଗଲ ମରହଟ୍ଟା କାଳରୁ ଇଂରେଜ ଅମଳ ଯାଏ ଏହି ଲାଲବାଗ କୋଠି ଥିଲା ପ୍ରାଦେଶିକ ଶାସନକର୍ତ୍ତାମାନଙ୍କର ଆବାସ ଗୃହ। ସ୍ୱାଧୀନତା ପରେ ମନେ ପଡ଼ୁଛି, ଆସଫ ଅଲ୍ଲୀ, ଚନ୍ଦୁଲାଲ ତ୍ରିବେଦୀ, ଭୀମସେନ ସାଚାର ଓ ସୁକଥଙ୍କର ପ୍ରମୁଖ ରାଜ୍ୟପାଳମାନେ ମଧ୍ୟ ଏହି ଐତିହାସିକ ଲାଲ କୋଠିରେ ରହିଥିଲେ। ସ୍ୱାଧୀନତା ପୂର୍ବରୁ ସେଠାରେ ରହୁଥିଲେ ଗଭର୍ଣ୍ଣର ହବ୍ବାକ
ଓ ତାଙ୍କ ପରବର୍ତ୍ତୀ ଗଭର୍ଣ୍ଣର ହଥର୍ନ ଲୁଇସ୍। ଏହାର ସୁବିସ୍ତୃତ ପରିସରରେ ମୁଁ ସେଦିନ ଦେଖିଥିଲି ଏକ କୃତ୍ରିମ ଅରଣ୍ୟ ଓ ଧାଡ଼ି ଧାଡ଼ି ଦେବଦାରୁ ବିଥି। ଏଥିରେ ଦଳ ଦଳ ମୃଗ ଚରୁଥିବାର ମୁଁ ସୁଦ୍ଧା ଦେଖିଛି। ଆମେ ନିଜକୁ ଏକ ଐତିହାସିକ ଜାତି ବୋଲି ଭାରି ପ୍ରୌଢ଼ୀ କରୁ, କିନ୍ତୁ ଆମର ସାମାନ୍ୟ ଐତିହାସିକ ଚେତନା ଥିଲେ ଏହି ଐତିହାସିକ ଲାଲକୋଠି ଶିଶୁ ହାସ୍ପାତାଳ ହୋଇନଥାନ୍ତା, କିମ୍ବା ଆମ ଐତିହାସିକ ବାରବାଟୀ ଦୁର୍ଗ, ହାକିମ ଓ ଅମଲାମାନଙ୍କର ପଡ଼ା, ପୁଣି ଏହାର ଐତିହାସିକ ଗଡ଼ଖାଇ ହୋଇନଥାନ୍ତା ଧୋବା ତୁଠ ବା ମାଛ ଚାଷ ପାଇଁ ଦଳ ପୋଖରୀ। କେଉଁ କଥାରୁ କେଉଁ କଥା। ପ୍ରଧାନମନ୍ତ୍ରୀ ନେହେରୁ ସେଦିନ ଆସି ଏହି ରାଜଭବନ ଲାଲକୋଠିରେ ରହିଲେ। ମୋତେ ମିଳିଲା ପ୍ରଧାନମନ୍ତ୍ରୀ ଦଳେଇଘାଇ ବନ୍ୟା ପରିଦର୍ଶନରୁ ହେଲିକପ୍ଟରରେ ଫେରିବା ପରେ ଅପରାହ୍ନ 4:30 ବେଳେ ତାଙ୍କ ସହିତ ସାକ୍ଷାତ ପାଇଁ ସମୟ। ନିର୍ଦ୍ଦିଷ୍ଟ ସମୟର ବହୁ ପୂର୍ବରୁ ମୁଁ ତାଙ୍କୁ ସେଠାରେ ଅପେକ୍ଷା କରି ବସି ରହିଥିଲି। ମାତ୍ର ସେ ଫେରିଲେ ପ୍ରାୟ 5:30ଟାରେ। ସେଦିନ ପୁଣି ସନ୍ଧ୍ୟାରେ ବାଲିଯାତ୍ରା ପଡ଼ିଆରେ ତାଙ୍କ ପାଇଁ ଗୋଟିଏ ବିରାଟ ସାଧାରଣ ସଭାର ଆୟୋଜନ ହୋଇଥିଲା। ସେଥିପାଇଁ ସେ ବଡ଼ ଚଞ୍ଚଳ ଜଣାପଡ଼ୁଥାନ୍ତି। ପଣ୍ଡିତଜୀ ଭାରି ସମୟାନୁବର୍ତ୍ତିତା ପ୍ରିୟ। ତାଙ୍କ କୋଠରୀରେ ସେ ପହଞ୍ଚିବା ମାତ୍ରେ ସାକ୍ଷାତ ପାଇଁ ମୋତେ ଡାକରା ଆସିଲା। କାଠଯୋଡ଼ି ନଦୀକୁ ସାମ୍ନା କରି ଦକ୍ଷିଣ ମୁହାଁ ଘରଟି ସେତେବେଳକୁ ଛାୟାନ୍ଧକାରରେ ଛାଇଛାୟା ମନେ ହେଉଥାଏ। ପଣ୍ଡିତଜୀଙ୍କର ସୋଫା ପାଖରେ ଗୋଟିଏ ନଡ଼ନଡ଼ିଆ ଟେବୁଲ ଉପରେ ଯେଉଁ ଟେବୁଲ ଲ୍ୟାମ୍ପଟା ରହିଥିଲା, ତାହା ପୁଣି ତତୋଧିକ ନଡ଼ନଡ଼ିଆ। ଟେବୁଲ ଲ୍ୟାମ୍ପଟା ମନେ ପଡ଼ୁଛି ବଗଥଣ୍ଟିଆ। ମୋତେ ଭାରି ଲଜ୍ଜା ଲାଗିଲା ଯେତେବେଳେ ଦେଖିଲି ଖଣ୍ଡେ କନା ଧଡ଼ିରେ ସେହି ବଗଥଣ୍ଟିଆ ଟେବୁଲ ଲ୍ୟାମ୍ପଟିର ଦୁଇଟି ଶିଥିଳ ପ୍ରତ୍ୟଙ୍ଗକୁ ଏକାଠି ବାନ୍ଧି ତାକୁ କୌଣସି ମତେ ଏକ କାମଚଳା ଅବସ୍ଥାକୁ ଅଣାଯାଇଛି। ଓଡ଼ିଶାର ଦୁର୍ଭାଗ୍ୟ ହେଉଛି ଏହାର ଦାରିଦ୍ର୍ୟ ଆର୍ଥିକ ସ୍ତରରେ ଯେତେ ନାହିଁ, ସେତେ ଅଛି ମାନସିକ ସ୍ତରରେ। ତା ନହେଲେ ସେଦିନ ଓଡ଼ିଶାର ରାଜଭବନରେ କ'ଣ ଗୋଟାଏ ଭଲ ଟେବୁଲ ଲ୍ୟାମ୍ପର ବ୍ୟବସ୍ଥା ହୋଇପାରିନଥାନ୍ତା? ପଣ୍ଡିତଜୀ ତରବରରେ ସେଇ ଟେବୁଲ ଲ୍ୟାମ୍ପର ସୁଇଚ୍ଟିକୁ ଅସହିଷ୍ଣୁ ଭାବରେ ଚିପୁ ଚିପୁ ନଡ଼ନଡ଼ିଆ ଟେବୁଲ ଉପରୁ ବିଚରା ବଗଥଣ୍ଟିଆ ଟେବୁଲ ଲ୍ୟାମ୍ପଟି ତଳେ ଖସି ପଡ଼ିଲା। ପଣ୍ଡିତଜୀ ସଙ୍ଗେ ସଙ୍ଗେ ନଇଁପଡ଼ି ତାକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ ରାଜଭବନର ଉର୍ଦ୍ଦିପିନ୍ଧା ଖାନସମା ଗୋଟିଏ ସିଲଭର ଟ୍ରେରେ ଚା ସରଞ୍ଜାମ ଧରି ସେଠାରେ ସନ୍ତର୍ପଣରେ ଆବିର୍ଭୂତ ହେଲା। ପଣ୍ଡିତଜୀ ବଗଥଣ୍ଟିଆ ଲ୍ୟାମ୍ପଟିକୁ ତଳୁ ଉଠାଉଛନ୍ତି ଦେଖି ସେ ତରବରରେ ଟ୍ରେଟା ସେଣ୍ଟର ପିସ୍ ଉପରେ ରଖିଦେଇ ପଣ୍ଡିତଜୀଙ୍କୁ ସାହାଯ୍ୟ କରିବା ପାଇଁ ଆଣ୍ଠେଇ ପଡ଼ିଲା। ପଣ୍ଡିତଜୀ ତାକୁ ହାତରେ ଛିଞ୍ଚାଡ଼ି ଦେଇ ନିଜେ ଲ୍ୟାମ୍ପଟିକୁ ଉଠାଇ ଯଥାସ୍ଥାନରେ ରଖିଲେ। ତାପରେ ସୁଇଚ୍ ଟିପି ଲାଇଟ୍ ଜଳାଇଲେ। ମୁଁ ସ୍ୱସ୍ତିରେ ଗୋଟାଏ ଦୀର୍ଘଶ୍ୱାସ ପକାଇଲି। ପଣ୍ଡିତଜୀଙ୍କର ମୁଡ୍ ବିଲକୁଲ ଅଫ୍। ସେ ଚା କପ୍ରୁ ଗୋଟାଏ ଚୁମୁକ୍ ନେଇ ଈଷତ୍ ରୁକ୍ଷ କଣ୍ଠରେ ପଚାରିଲେ, ୟେସ୍ ମହାନ୍ତି। ମୁଁ ଆର୍ତ୍ତନାଦରେ ବାହୁନିବା ପରି କଣ୍ଠରେ ଇଂରାଜୀରେ କହିଲି, ଆଜ୍ଞା, ଦଳେଇଘାଇ ବନ୍ୟାରେ ଓଡ଼ିଶା ଉପରେ ବାଲି ଚରିଗଲା। ଲକ୍ଷ ଲକ୍ଷ ଲୋକ ତଳିତଳାନ୍ତ ହୋଇଗଲେ। ଏପରି ବିପତ୍ତି 1866 ମସିହା ନଙ୍କ ଦୁର୍ଭିକ୍ଷ ପରଠାରୁ ଦେଖାନଥିଲା। ଏହିପରି ଭାବରେ ଆହୁରି କିଛି କହିଥାନ୍ତି, ମାତ୍ର ପଣ୍ଡିତଜୀ ହଠାତ୍ ବିସ୍ଫୋରଣ କରି ଉଠିଲେ, ସୋ ହ୍ୱାଟ୍? ମୁଁ ମଧ୍ୟ ଈଷତ୍ ରୁଷ୍ଟ କଣ୍ଠରେ କହିଲି, ଆପଣ କ'ଣ କହୁଛନ୍ତି? ଇଏ ଲକ୍ଷ ଲକ୍ଷ ଲୋକଙ୍କର ଦୁଃଖ ଦୁର୍ଗତି ଆପଣଙ୍କୁ ଟିକିଏ ହେଲେ ବ୍ୟଥିତ କରୁନାହିଁ? ପଣ୍ଡିତଜୀ ହଠାତ୍ ଶାନ୍ତ ପଡ଼ିଯାଇ କହିଲେ, ମୁଁ ହେଲିକପ୍ଟରରେ ସମଗ୍ର ବନ୍ୟାଞ୍ଚଳ ଦେଖି ଆସିଲି। କ୍ଷୟକ୍ଷତି ତ ଘଟିଛି ପ୍ରଚୁର, କିନ୍ତୁ ମହାନ୍ତି, ଧରିନିଅ ପ୍ରଧାନମନ୍ତ୍ରୀ ରୂପେ ମୁଁ ଆଜି ତୁମର ସମଗ୍ର ମହାନଦୀ ସିଷ୍ଟମକୁ ବନ୍ଦ କରିଦେଇ ପାରିଲି, ତାହେଲେ ତୁମର ବନ୍ୟା ହେବ ନାହିଁ ନିଶ୍ଚୟ, କିନ୍ତୁ ତୁମର ଏ ଶସ୍ୟଶ୍ୟାମଳ ଅଞ୍ଚଳ ରାଜସ୍ଥାନର ମରୁଭୂମି ପାଲଟିଯିବ। ତୁମେ ପୁଣି ସେତେବେଳେ ଖୋଜିବ ନଦୀର ଧାର। କାଳେ କାଳେ ପ୍ରକୃତି ସହିତ ମଣିଷର ସଂଗ୍ରାମ ଭିତରୁ ଜନ୍ମ ନେଇଛି ସଭ୍ୟତା। ଏ ସଂଗ୍ରାମ କାଳେ କାଳେ ଚାଲି ଆସିଛି, ଆଜି ମଧ୍ୟ ଚାଲିଛି। ଏ ସଂଗ୍ରାମରେ ଦରକାର ହିମ୍ମତ, ଏପରି ଆର୍ତ୍ତନାଦ ନୁହେଁ। ମୁଁ ତୁମକୁ କହିଦେଇ ଯାଉଛି, ଆଜି ଯେଉଁ ଘର ସବୁ ବନ୍ୟାରେ ଭାସିଗଲା ବା ମାଟିରେ ମିଶିଗଲା,
କାଲି ସେ ସ୍ଥାନରେ ପୁଣି ମୁଣ୍ଡ ଟେକିବ ନୂଆ ଘର, କୋଠା ଘର। ଜମିରୁ ବାଲି ସଫା ହୋଇ ନୂଆ ଫସଲ ପୁଣି ହସି ଉଠିବ। କ୍ରମେ ଏକ ଦୁଃସ୍ୱପ୍ନ ପରି ଏ ବନ୍ୟାକୁ ମଣିଷ ଭୁଲିଯିବ। କିନ୍ତୁ ଏଥିପାଇଁ ଦରକାର ହିମ୍ମତ। ଇଏ ହେଉଛି ନଦୀ ମାତୃକାର ଦେଶ। ମୁଁ ସବୁ ଦେଖି ଆସିଲି। ଆମେ ସବୁ ମନ୍ତେ ସାହାଯ୍ୟ ଦେବୁ, ଡୋଣ୍ଟ ୱରି। ସନ୍ଧ୍ୟାରେ ମୋର ଗୋଟେ ସଭା ଅଛି। ମୁଁ ଆଜି ଭାରି ବ୍ୟସ୍ତ। ତୁମେ ବର୍ତ୍ତମାନ ଯାଇପାର। ମୁଁ ଚାଲି ଆସିଲି। ସେଦିନ ସନ୍ଧ୍ୟାରେ ବାଲିଯାତ୍ରା ପଡ଼ିଆରେ ଏକ ବିରାଟ ସାଧାରଣ ସଭାରେ ପଣ୍ଡିତ ଜବାହରଲାଲ ନେହେରୁ ଯେଉଁ ଭାଷଣ ଦେଇଥିଲେ, ଏହା ଥିଲା ମୋ ସହିତ ତାଙ୍କର ସାକ୍ଷାତକାଳୀନ କଥାବାର୍ତ୍ତାର କିଞ୍ଚିତ୍ ସମ୍ପ୍ରସାରିତ ପୁନରାବୃତ୍ତି। ସେହିଦିନୁ ତାଙ୍କର ସେ କଥାକୁ ମୁଁ ଭୁଲି ନାହିଁ। ମୋ ମନରେ ଏହା ଯେପରି ଏକ ଗାର ଟାଣି ଦେଇଛି। ପ୍ରକୃତି ସହିତ ମନୁଷ୍ୟର ସତସଂଗ୍ରାମ ଭିତରୁ ଜନ୍ମ ନେଇଛି ମନୁଷ୍ୟ ସଭ୍ୟତା ଓ ସଂସ୍କୃତି। ମନୁଷ୍ୟର ଅପରାଜେୟତା ହିଁ ତାର ଏକମାତ୍ର ରକ୍ଷା କବଚ। ବରଜୁ ଷଣ୍ଢ ଘାଇ ଗଳ୍ପରେ ମୁଁ ପ୍ରକୃତିର କରାଳ ଆକ୍ରମଣ ମଧ୍ୟରେ ମନୁଷ୍ୟର ସେହି ଅପରାଜେୟତାର ଚିତ୍ର ଆଙ୍କିବାର ପ୍ରେରଣା ପାଇଥିଲି ଏହି ଘଟଣାରୁ। ଏହାର କିଛିଦିନ ପରେ ରାସ୍ତାଘାଟରୁ ବନ୍ୟାଜଳ ଛାଡ଼ିଯିବା ପରେ କଟକ ଜିଲ୍ଲା ଗଣତନ୍ତ୍ର ପରିଷଦର ସଭାପତି ରୂପେ ମୁଁ କେତେକ ବ୍ୟକ୍ତିଗତ ବନ୍ଧୁଙ୍କ ଠାରୁ ଚାନ୍ଦା ସଂଗ୍ରହ କରି ଦଳେଇଘାଇ ଅଞ୍ଚଳରେ ରିଲିଫ ବାଣ୍ଟିବା ପାଇଁ ଗୋଟିଏ ଛୋଟିଆ ସ୍ୱେଚ୍ଛାସେବକ ଦଳ ଗଢ଼ିଲି। ବରଡ଼ା ଘାଇ ଠାରୁ ଦଳେଇଘାଇ ପର୍ଯ୍ୟନ୍ତ କାଠଯୋଡ଼ି ବନ୍ଧ ଉପରେ ସେତେବେଳେ ଯାଏଁ ସୁଦ୍ଧା ଶତାଧିକ ପରିବାର ପଲା ମାରି ଖରା କାକରରେ ପଡ଼ି ରହିଥାନ୍ତି। ଆମେ ଦିନେ କେଇଟିଣ ବିସ୍କୁଟ, ପାଉଁରୁଟି ଓ ବାରମଜା ପ୍ରଭୃତି ଧରି ସେଠାକୁ ରିଲିଫ ବାଣ୍ଟିବା ପାଇଁ ବାହାରି ପଡ଼ିଲୁ। କିନ୍ତୁ ଦେଖିଲି କେଉଁଠି କେଉଁଠି ସାନ ସାନ ଅବୋଧ ପିଲା ବିସ୍କୁଟ ବା ବାରମଜା ପ୍ୟାକେଟ ପାଇଁ ପଲା ଭିତରୁ ଦୌଡ଼ି ଆସିଲେ। ସେମାନଙ୍କର ବୁଢ଼ା ବୁଢ଼ା ମୁରବୀମାନେ ବାଧା ଦେଉଥାନ୍ତି। ଅଧିକାଂଶ ଲୋକ ରିଲିଫ ଛୁଇଁବାକୁ ନାରାଜ। ଝିଅ, ବୋହୂ, ମା, ମାଉସୀମାନେ ଭୋକ ବିକଳରେ ପଲା ଭିତରୁ ହାତ ବଢ଼େଇ ଦେଉଥିଲେ ବି ସଙ୍ଗେ ସଙ୍ଗେ ପୁଣି ହାତକୁ ଲୁଚେଇ ନେଉଥାନ୍ତି। ଆଜି ଏହାକୁ ପଢ଼ିବା ବେଳେ ଅନେକଙ୍କ ପାଇଁ ଏ ଦୃଶ୍ୟ ହୁଏତ ଅବିଶ୍ୱାସ ମନେ ହୋଇପାରେ, କିନ୍ତୁ ଏହା ଥିଲା ସେଦିନ ମୋର ନିଜର ଆଖି ଦେଖା କଥା। ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ମୁଁ ଏହାର କାରଣ ପଚାରିଲି। ସେ କହିଲେ, ଯେତେ ପାରୁଛୁ ଖୁଦ ଶାଗ ସିଝେଇ ଚଳି ଯାଉଛୁ। ବଢ଼ି ପୁରାପୁରି ଛାଡ଼ିଗଲେ ଗାଁରେ ଘର ସବୁ ଯଦି ଥାଏ ଘରକୁ ଫେରିବୁ, ହେଲେ ଛତର ଛୁଇଁବୁ ନାହିଁ। ଆମେ କିନ୍ତୁ ରିଲିଫ ବାଣ୍ଟି ବାଣ୍ଟି ସେମାନଙ୍କୁ ଇତିମଧ୍ୟରେ ଭିକାରୀ କରିଦେଲୁଣି। ଏହାପରେ 1967 ଓ 1971 ମସିହା ବାତ୍ୟା ବେଳେ ମୁଁ ରିଲିଫ ବାଣ୍ଟିବା ପାଇଁ ଯାଇଛି। ସେତେବେଳେ ଦେଖିଛି ଥିଲାବାଲା ହିଁ ନଥିଲାବାଲାଙ୍କ ନାମରେ ମାମଲତି କରି ସବୁ ରିଲିଫ ସାମଗ୍ରୀ ଝାମ୍ପି ନିଅନ୍ତି। ଏପରିକି ସେସବୁକୁ ବିକ୍ରି ସୁଦ୍ଧା କରି ହାତ ଚିକ୍କଣ କରନ୍ତି। ସେଦିନ ମଧ୍ୟ ବରଡ଼ା ଘାଇ ମୁହଁ ବରଡ଼ା ହାଟରେ ଦଳେଇଘାଇ ରିଲିଫ ଚାଉଳ ରିଲିଫ କର୍ମୀମାନେ ବିକ୍ରି କରୁଥିବାର ମୁଁ ନିଜ ଆଖିରେ ଦେଖିଛି। ଦଳେଇଘାଇ ବନ୍ଧ ଉପରେ ସେହି ବନ୍ୟା ଦୁର୍ଗତମାନଙ୍କ ସହିତ ଏମାନଙ୍କୁ ତୁଳନା କଲାବେଳେ ମୁଁ ଭାବେ, ଇତିମଧ୍ୟରେ ଆମର ଲୋକଚରିତ୍ରର କି ଅଧୋଗତି ଘଟିନାହିଁ। ମାତ୍ର ଏଥିପାଇଁ ମୁଁ କଦାପି ଲୋକଙ୍କୁ ଦାୟୀ କରିବି ନାହିଁ। ଦାୟୀ ହେଉଛୁ ଆମେ, ଯେଉଁମାନେ ଲୋକଙ୍କ ଦୈନ୍ୟ ଓ ଦୁର୍ଗତିରୁ ଫାଇଦା ଉଠାଇବା ପାଇଁ ନିଜେ ଦାତା କର୍ଣ୍ଣ ସାଜୁ। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଦଳେଇଘାଇ ପଣ୍ଡିତଜୀ ଓ ସେମାନେ। ରଚନା ସୁରେନ୍ଦ୍ର ମହାନ୍ତି। ଏହି ପ୍ରବନ୍ଧଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାଇବେ। ଚ୍ୟାନେଲରେ ନୂଆ ହୋଇଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହିଲୁ, ନମସ୍କାର।